ଏକ୍ସପୋ ମୁଁ ଯାଇଥିଲି। ସେଠି ଗୋଟେ ଜିନିଷ ଦେଖିଲି ମୋତେ ବହୁତ ଖୁସି ଲାଗିଲା। 3 ଭାଇ କଲେଜରେ ପାଠ ପଢୁଛନ୍ତି। ସେ ପୁଣି ବାଲେଶ୍ୱର ରେମୁଣା କଲେଜରେ। ଆଉ ସେମାନେ ଗୋଟେ ଚାଟ୍ ଦୋକାନ କରିଛନ୍ତି। 3 ଜଣ ଯାକ ମିଶିକି ଗୋଟେ ଚାଟ୍ ଦୋକାନ କରିଛନ୍ତି। ଏହି ବୟସରେ ଯୋଉଠି ଅନ୍ୟ ପିଲାମାନେ ସମୟକୁ ନଷ୍ଟ କରନ୍ତି, ସେମାନେ ସମୟକୁ କିନ୍ତୁ ନଷ୍ଟ ନ କରି ସତ୍ ଉପଯୋଗ କରି ନିଜର ପରିଶ୍ରମ ଆଉ ନିଷ୍ଠାର ପ୍ରମାଣ ଦେଇଛନ୍ତି। ଆଜିକାଲିକା ଦୁନିଆରେ ଭାଇ ଭାଇ ମଧ୍ୟରେ କେତେ ବାଦ ବିବାଦ ମତଭେଦ ଦେଖୁଛି। କିନ୍ତୁ ଏ 3 ଜଣ ମତେ ଲାଗିଲା ସେମାନେ ଯେମିତି 3 ସାଙ୍ଗ। କଥା ହେଲା ପରେ ଜଣା ପଡିଲା ସେମାନେ ହଉଛନ୍ତି 3 ଜଣ ଭାଇ। ମାନେ ଆଜିକାଲି ତ କଣ ବଡ ଭାଇ ସବୁ ଭାର ସହିବ, କିନ୍ତୁ ଅନ୍ୟମାନେ ବସିବେ। କିନ୍ତୁ ଏଇ 3 ଜଣଙ୍କ ଭିତରେ ସେମିତି କିଛି ବି ନାହିଁ। ସମାନ ପରିଶ୍ରମ 3 ଜଣ ଯାକ କରୁଛନ୍ତି। ଜଣେ ବନେଇ ଦଉଛି, ଜଣେ ବଢେଇ ଦଉଛି, ଆଉ ଜଣେ ବହୁତ ସୁନ୍ଦର ଭାବରେ କରୁଥିଲେ। ଆଉ ଭାରି ସ୍ୱଭାବ ତାଙ୍କର ନମ୍ର, ବହୁତ ହସ ହସ ମୁହଁ, ସଫା ସ୍ୱଭାବ, ନମ୍ର ବ୍ୟବହାର ବହୁତ ସୁନ୍ଦର ଲାଗିଲା। ଏ 3 ଭାଇଙ୍କ ଠାରୁ କିଛି ଶିଖିବାର ଅଛି। ପରିଶ୍ରମ, ଏକତା, ଆତ୍ମନିର୍ଭରତା, ମଣିଷପଣିଆର ସୁନ୍ଦର ମିଶ୍ରଣ ଏମାନଙ୍କ ପାଖରେ ମୁଁ ଦେଖିଲି। ଆମର ଏକ୍ସପୋରେ ଯୋଉ ପଟେ ସିଙ୍ଗର ମାନେ ଗାଉଛନ୍ତି, ସେପଟେ ଆପଣ ଯେତେବେଳେ ବାହାରିବେ, ବାହାରିଲା ବେଳକୁ ଆପଣ ଡାହାଣ ପଟେ ଆସିଲା ବେଳକୁ ମାନେ ବାହାରକୁ ବାହାରିଲା ବେଳକୁ ଡାହାଣ ସାଇଡରେ ଆପଣ ଏଇ ଦୋକାନଟି ଦେଖିବେ। ଏମାନଙ୍କ ଠାରୁ ଖାଇବା ଉଚିତ। ଖାଇଲେ ମାନେ ଏଇଭଳିଆ ପିଲାଙ୍କ ଠାରୁ ଖାଇଲେ କଣ ହବ ନା ସେମାନଙ୍କ ଭିତରେ ଗୋଟେ ଆହୁରି ସ୍ପୃହା ସୃଷ୍ଟି ହବ ଯେ ସେମାନେ ଏମିତି କରିବା ପାଇଁ ଆଗକୁ ବଢିବେ। ତାଙ୍କର ଚାଟ୍ ବି ବହୁତ ଟେଷ୍ଟି ଆଉ ହାଇଜିନିକ ଥିଲା।